ଯଦି ତୁମେ ଅନେକ ସମସ୍ୟା ମଧ୍ୟରେ ନିଜ ଭିତରେ ଶାନ୍ତି ଖୋଜିବାକୁ ଚେଷ୍ଟା କରିବ, ତେବେ ତୁମେ ଜୀବନରେ ଆଗକୁ ବଢ଼ିବାକୁ ବହୁତ ଶକ୍ତି ପାଇବ। ଯେତେବେଳେ ତୁମେ ମୋ ନାମ ଜପ କରିବା ଜାରି ରଖିବ, ସେତେବେଳେ ତୁମେ ଏହିପରି ମାନସିକ ଶାନ୍ତି ପାଇବ। ସବୁବେଳେ ତୁମର ସମସ୍ୟା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ତାହାଠୁ ବେଶୀ ଭଲ ତୁମେ ତୁମର ଖୁସି ଉପରେ, ଛୋଟ ଛୋଟ ମୁହୂର୍ତ୍ତର ଛୋଟ ଛୋଟ ଖୁସି ଉପରେ ଧ୍ୟାନ ଦିଅ, ଯାହା ତୁମ ଚାରିପାଖରେ ଘଟୁଛି। ଯେଉଁଦିନ ତୁମେ ତୁମର ଖୁସି ଉପରେ ଧ୍ୟାନ ଦେବ, ସେହିଦିନଠାରୁ ତୁମର ମନ ବହୁତ ଶାନ୍ତି ହେବାକୁ ଲାଗିବ, ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ହେବ। ଏହା କରିବା ଦ୍ୱାରା ତୁମକୁ ଆହୁରି ଅନେକ ଆଶୀର୍ବାଦ ମିଳିବ। ସର୍ବଦା ଗୋଟିଏ କଥା ମନେ ରଖ କି ତୁମେ ଯେତେ ନିଜ ସମସ୍ୟା ପ୍ରତି ଧ୍ୟାନ ଦେବ, ସେତେ ଅଧିକ ତୁମେ ସମସ୍ୟା ମଧ୍ୟରେ ଘେରି ରହିବ। କିନ୍ତୁ ଯଦି ତୁମେ ତୁମର ଛୋଟ ଛୋଟ ଆଶୀର୍ବାଦ ପ୍ରତି ଧ୍ୟାନ ଦେବ, ତେବେ ତୁମ ଜୀବନରେ ବଡ଼ ବଡ଼ ଆଶୀର୍ବାଦ ମଧ୍ୟ ଆସିବା ଆରମ୍ଭ ହେବ। ମୋର କିଛି ପିଲା ଏକ ଭିନ୍ନ ଦେଶରେ ଏକ ନୂଆ ଚାକିରି ଚାହାନ୍ତି। ତେଣୁ ବର୍ତ୍ତମାନ ତୁମର ସେହି ସମୟ ଆସିଛି ଯେ ତୁମେ ତୁମ ଜୀବନରେ ସେହି ପରିବର୍ତ୍ତନକୁ ଦେଖିପାରିବ। ଖୁବ୍ ଶୀଘ୍ର ମୁଁ ତୁମର ଇଚ୍ଛା ପୂରଣ କରିବାକୁ ଯାଉଛି। ପିଲାମାନେ, ଖୁସିରେ ରୁହ, ଖୁବ୍ ହସ। ମୋ ଆଶୀର୍ବାଦ ତୁମ ସହିତ ସବୁବେଳେ ଅଛି। ସର୍ବଦା ଓମ୍ ଶ୍ରୀ ହନୁମତେ ନମଃ ଜପ କର, ହନୁମାନ ଚାଳିଶା ପାଠ କର, ପାରୁଛ ଯଦି ସାଇ ଚାଳିଶା ପାଠ କର, ତୁମକୁ ଲାଭ ମିଳିବ। ଓମ୍ ସାଇ ରାମ, ଜୟ ସାଇ ରାମ।